ଜଣେ ଧନୀ ବ୍ୟକ୍ତି ଓ ବେକାରୀ ଜଣଙ୍କ କାହାଣୀ। କାହାକୁ କିଛି ଦେଇଛ। ଜଣେ ଧନୀ ବ୍ୟକ୍ତି ଟ୍ରେନରେ ଯାଉଥିଲେ। ସେହି ଟ୍ରେନରେ ଭିକ ମାଗୁଥିବା ବ୍ୟକ୍ତି ଜଣକ ଧନୀ ବ୍ୟକ୍ତିଙ୍କ ବେଶଭୂଷାକୁ ଦେଖି କହିଲେ, ବାବୁ, କିଛି ମିଳିବ? ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ, ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ? ଭିକାରୀ ଜଣକ କହିଲା, ନା ବାବୁ, ମୋ ପାଖରେ କ'ଣ ବା ଅଛି ମୁଁ ଦେବି? ଧନୀ ବ୍ୟକ୍ତି ଜଣକ କହିଲେ, ତୁମେ ଯଦି କାହାକୁ କିଛି ଦେଇନାହ ତେବେ ମୁଁ କାହିଁକି ତୁମକୁ ଦେବି? ଭିକାରୀ ଏକଥା ଶୁଣି ଦୁଃଖୀ ହୋଇଗଲା। ସନ୍ଧ୍ୟାବେଳକୁ ସେ ଷ୍ଟେସନ ନିକଟ ନିଜ ଘରକୁ ଫେରିଗଲା। ରାତିରେ ଶୋଇବାକୁ ଚେଷ୍ଟା କଲା, କିନ୍ତୁ ନିଦ ହେଲା ନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା। ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି। କିଛି ଫୁଲ ତୋଳି ଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା। ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣିରେ ରଖେ। ଯାତ୍ରୀମାନେ ବି ବହୁତ ଖୁସି ହୁଅନ୍ତି। ଅନ୍ୟ ଦିନେ ଅପେକ୍ଷା ତା'ର ପଇସା ମଧ୍ୟ ବଢ଼ିବାକୁ ଲାଗିଲା। ମନେ ମନେ ସେ ଧନୀ ବ୍ୟକ୍ତିକୁ ଧନ୍ୟବାଦ ଦେଲା। କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା। ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା। ବ୍ୟକ୍ତି ଜଣକ ପର୍ସରୁ 10 ଟଙ୍କା ତାକୁ ଦେଲେ ଏବଂ କହିଲେ, ଯେଉଁଠୁ ଏ ଫୁଲ ଆଣିଛ ତା'ର ଯତ୍ନ ନେଉଛ ନା ନାହିଁ? ଭିକାରୀ ଜଣକ ଉତ୍ତର ଦେଲା, ମୁଁ ତ ସେ କଥା ଆଦୌ ଭାବିନି। ଧନୀ ବ୍ୟକ୍ତି ଜଣକ କହିଲେ, କର୍ମ କରିବା ଶିଖ। ଭିକାରୀ ବିଚାର ଦ୍ୱନ୍ଦ୍ୱରେ ପଡ଼ିଗଲା। ମନେ ମନେ ଭାବିଲା, ଫୁଲ ଗଛ ତ ମୁଁ ଲଗାଇ ନାହିଁ କି କେବେ ପାଣି ମଧ୍ୟ ଦେଇନାହିଁ। ଏହା ପରଠାରୁ ସେ ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା। ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ। ଏମିତି ହଉ ହଉ ସାରା ଷ୍ଟେସନର ଆଖପାଖ ସୁନ୍ଦର ଦେଖାଗଲା। ପରେ ଫୁଲ ସହ ଫୁଲ ତୋଡ଼ା ମଧ୍ୟ ବିକ୍ରି କରିବାରେ ଲାଗିଗଲା। ଆଉ ଦିନେ ଧନୀ ବ୍ୟକ୍ତି ଜଣକ ସେହି ଟ୍ରେନରେ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧିଥିବା ବ୍ୟକ୍ତି ଜଣକୁ ଦେଖିଲେ। ସୁଟବୁଟ ପିନ୍ଧିଥିବା ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତିଙ୍କୁ ପଚାରିଲେ, ମୋତେ ଚିହ୍ନି ପାରିଲେ? ଧନୀ ବ୍ୟକ୍ତି କହିଲେ, ନା, କିନ୍ତୁ ମୁଁ ଆପଣଙ୍କ ସହ 3 ଥର ସାକ୍ଷାତ କଲିଣି। ଧନୀ ବ୍ୟକ୍ତି କହିଲେ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମନେ ନାହିଁ। କୁହନ୍ତୁ, କେମିତି ଜାଣିଲେ ମୋତେ? ସେ ବ୍ୟକ୍ତି ଜଣକ ଉତ୍ତର ଦେଲେ, ମୁଁ ହେଉଛି ସେଇ ଭିକାରୀ ଯାହାକୁ ଆପଣ କହିଥିଲେ ଜୀବନରେ କାହାକୁ କିଛି ଦେଇଛ। ଆଚ୍ଛା, ତେବେ ଏ ପରିବର୍ତ୍ତନ କିପରି? ସେ ଉତ୍ତର ଦେଲା, ଆପଣ ହିଁ ତା ମୂଳ କାରଣ। ମୋର ଆପଣଙ୍କ ସହ 2 ଥର ଭେଟ ହୋଇଛି ଓ 2 ଥର ଯାକ ଆପଣ ବହୁ ମୂଲ୍ୟ କଥା କହିଛନ୍ତି। ପ୍ରଥମ ହେଲା, ଅନ୍ୟକୁ ଦେବା ଶିଖ, ତେବେ ଭଗବାନ ତୁମକୁ ଦେବେ। ଦ୍ୱିତୀୟଟି ହେଲା, କର୍ମ କର, ଫଳ ଭଗବାନ ଦେବେ। ଧନ୍ୟବାଦ ବନ୍ଧୁମାନେ, ଆପଣଙ୍କୁ ଏହି କାହାଣୀଟି ଶୁଣିଥିବାରୁ। ବହୁତ ଭଲ ଲାଗିଥିବ ଏ କାହାଣୀଟି ଆପଣଙ୍କୁ।